ଜୟ ଜଗନ୍ନାଥ ସାଙ୍ଗମାନେ ଏ ଭିଡ଼ିଓଟାକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଜାଣିଛ ଦେଖନ୍ତୁ। ତମ ବାପା ତମ ସାନ ଭାଇ କି 5 ଲକ୍ଷ ଟଙ୍କା ଦେଇଛି କଣ ବିଜନେସ କରିବ? ହଁ କରୁ ଭଲ ହେଇଯିବ। ଆରେ ମୁଁ ତ ଚାକିରି କରିଛି ନା, ମୁଁ ଦି ପଇସା କମଉଛି, ସେ ବିଜନେସ କଲେ ଦି ପଇସା କମେଇବ କଣ ଅସୁବିଧା? ତାହେଲେ କଣ ଆମ ଭାଗଟା ଆମେ ଛାଡ଼ିଦବା କି? ଆଉ ତମେ କହୁଛ ମୁଁ ଏବେ ମାନେ ଭାଗ ମାଗିକି ତା ବାଟରେ କଣ୍ଟା ହେଇକି ଠିଆ ହେବି? ଆମ ଓଡିଆ ଯୋଦାଡୁ ଗୁଡିଆ କହନ୍ତିନି, ଏଟା ସତ କଥା। କେବେ ବି କାହାର ଭଲ ଚିନ୍ତା କରିପାରିବେନି। ଯେତେ ଛକ ବଜାର ଟାଉନରେ ଦେଖୁଛ, ଯେତେ ବଡ ବଡ ଦୋକାନ ସବୁ କାହାର ମାରବାଡି ମାନଙ୍କର ଏମିତି 4ଟା ପୁଅ ହେଇଥିବେ ନା, 3 ଜଣଙ୍କର ଭଲ ବେପାର ଚାଲୁଥିବ, ଆଉ ଜଣଙ୍କର ଚାଲୁନଥିବ। ଏମାନେ 3 ଜଣ ତାଙ୍କ ବେପାରରୁ ଘଣ୍ଟେ 1.5 ଘଣ୍ଟା ଲେଖା ଟାଇମ ବାହାର କରିବେ ତା ପାଇଁ, ତା ବେପାରଟା କେମିତି ଉପରକୁ ଉଠେଇବା, ଆଉ ଉଠେଇକି ତାକୁ ସମାନ ଆଣିବେ, ତାକୁ ସାମଞ୍ଜସ୍ୟ ପୁରା କରିବେ। କିନ୍ତୁ ଆମ ଓଡିଆ ମାନଙ୍କର ପ୍ରକୃତି କଣ, ଗୋଟେ ଭାଇ ରଜା ହେଇକି ବସୁ, ଆଉ ଗୋଟେ ଭିକ ମାଗୁ, ମାନେ ସବୁବେଳେ ମୋ ତଳେ ରହିବ। କାହାର ଭଲ ଆମେ ଦେଖିପାରିବାନି। କରୁ 2 ପଇସା କମେଇବ, କଣ ଅସୁବିଧା ହେଇଗଲା? ତାର ପାଠ ହେଲାନି, ଚାକିରି ବାକିରି ତାକୁ ମିଳୁନି, ତ ସେ ବେପାର ସେପାର କରି ଯୋଉ 2 ପଇସା କମେଇଲା ଆମ ପାଇଁ ଭଲ ହବ। ଏ ପ୍ରକୃତି ସବୁ ଚେଞ୍ଜ କର ହେଲା।